ଆପଣଙ୍କର କର୍ମ ହିଁ ଆପଣଙ୍କର ପରିଚୟ। ନହେଲେ ଦୁନିଆରେ ତ ଗୋଟିଏ ନାମରେ ହଜାରେ ବ୍ୟକ୍ତି ମିଳିଯିବେ। ନମସ୍କାର, ମୁଁ ଦେବାଶିଷ। ଆଜି ପୁଣି ଥରେ ଏକ ମନକୁ ପରିବର୍ତ୍ତନ କଲା ଭଳି ସୁନ୍ଦର କାହାଣୀ ମାଧ୍ୟମରେ। ଯଦି ଆପଣ ବି ପ୍ରଥମ ଥର ପାଇଁ ଆମ କାହାଣୀ ଶୁଣୁଥାନ୍ତି, ଆମ ୟୁଟ୍ୟୁବ୍ ପରିବାରର ଜଣେ ସଦସ୍ୟ ବନିବାକୁ ଚାହୁଁଥିଲେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ବେଳେବେଳେ ଆମେ କିଛି ସମସ୍ୟାକୁ ନେଇ ଏତେ ଚିନ୍ତିତ ହୋଇଯାଇଥାଉ, ମାନେ ସମସ୍ୟାଟି ଯେତିକି ନୁହେଁ ଆମେ ତାଠାରୁ ଅଧିକ ଚିନ୍ତା କରିଦେଇଥାଉ ଆଉ ଡିପ୍ରେସନକୁ ଚାଲି ଯାଇଥାଉ। ଏମିତି ବିକଟ ପରିସ୍ଥିତିରେ ଆମେ କ'ଣ କରିବା ଉଚିତ? ଥରେ ଜଣେ ଯାଦୁକର ଥିଲେ। ସିଏ ନିଜର ଯାଦୁ ଦେଖାଇବାରେ ବହୁତ ସିଦ୍ଧହସ୍ତ। ଦେଶ ବିଦେଶରେ ତାଙ୍କର ବହୁତ ନାଁ ଅଛି। ଧୀରେ ଧୀରେ ଏତେ ପ୍ରସିଦ୍ଧ ହୋଇଗଲେ କି କଥାଟି ଯାଇ ରାଜଦରବାରରେ ପହଞ୍ଚିଛି। କଥାଟି ରାଜାଙ୍କ କାନରେ ପଡ଼ିଛି ତ ରାଜାଙ୍କର ବି ଉତ୍ସୁକତା ବଢ଼ିଛି। ରାଜା ସେ ଯାଦୁକର ଜଣକୁ ଯାଦୁ ଦେଖାଇବା ପାଇଁ ନିଜ ଦରବାରକୁ ଡାକିଛନ୍ତି। ଯାଦୁକରଙ୍କୁ ବି ଲାଗିଛି କି ବୋଧେ ଜୀବନରେ ସବୁଠୁ ଏକ ବଡ଼ ସୁଯୋଗ ଆସିଛି। ରାଜାଙ୍କ ପାଖରେ ଯାଉଛି ନିଜର ଯାଦୁ ଦେଖେଇବି ଆଉ ବହୁତ ପୁରସ୍କାର ଜିତିବି। ଏଇଆ ଚିନ୍ତା କରି ସେ ଯାଦୁକର ଜଣକ ପରଦିନ ସକାଳୁ ଯାଇ ରାଜଦରବାରରେ ପହଞ୍ଚିଛନ୍ତି। ମନେ ମନେ ଭାବିଛନ୍ତି ଯେ ଆଜି ଏକ ଅଲଗା ପ୍ରକାର ଯାଦୁ ଦେଖେଇବି, ଯାହାକି ରାଜା ବହୁତ ଖୁସି ହେଇଯିବେ ଆଉ ମୋତେ ଉପହାର ଦେବେ। କିନ୍ତୁ କ'ଣ ଯାଦୁ ଦେଖେଇବି ଆଜି? ସବୁ ତ ଦେଖେଇ ସାରିଛି। ତ ଯାଦୁକର କ'ଣ କରିଛନ୍ତି ନା, ସେ ରାଜାଙ୍କର ଯେଉଁ ମୁକୁଟଟି ପିନ୍ଧିଥିଲେ ସେଇ ମୁକୁଟଟିକୁ ଗାୟବ କରିଦେଇଛନ୍ତି। ଆଉ ଯେମିତି ରାଜାଙ୍କର ମୁକୁଟଟି ଅଦୃଶ୍ୟ ହୋଇଛି, ଦରବାରରେ ସମସ୍ତେ ହସିବାକୁ ଲାଗିଛନ୍ତି। ଏହି କଥାଟିରେ ରାଜା ବହୁତ ରାଗି ଯାଇଛନ୍ତି। ରାଜାଙ୍କୁ ଇନସଲ୍ଟ ଲାଗିଛି। ରାଜା ବିରକ୍ତ ହୋଇ କହିଛନ୍ତି, ନେଇଯାଅ ଯାଦୁକରକୁ କାରାଗାରରେ ବନ୍ଦୀ କରିଦିଅ, ଆଉ ଠିକ୍ 7 ଦିନ ପରେ ୟାକୁ ମୃତ୍ୟୁଦଣ୍ଡ ଦିଆଯିବ। ଯାଦୁକର ଯାଇଥିଲା ନିଜ ଯାଦୁ ଦେଖାଇବା ପାଇଁ, ରାଜାଙ୍କ ଠାରୁ ପୁରସ୍କାର ପାଇବା ପାଇଁ, କିନ୍ତୁ ତାକୁ ନେଇ କାରାଗାରରେ ବନ୍ଦୀ କରିଦିଆଗଲା। କଥାଟି ଏବେ ଚାରିଆଡ଼େ ପ୍ରଚାର ହୋଇଗଲା। ଆଉ ନିଜ ପତ୍ନୀକୁ ଯେବେ ଏହି କଥାଟି ଜଣାପଡ଼ିଛି, ପତ୍ନୀ ଜଣକ ବହୁତ ନିରାଶ ହୋଇଯାଇଛନ୍ତି ଆଉ କାନ୍ଦିବାକୁ ଲାଗିଛନ୍ତି। ତ ଏମିତି ଦୁଃଖିତ ଅବସ୍ଥାରେ ସେ ନିଜ ସ୍ୱାମୀଙ୍କ ସହ ଭେଟ କରିବାକୁ ଯାଇଛନ୍ତି। ଯାଇ ନିଜ ସ୍ୱାମୀଙ୍କୁ ଦେଖନ୍ତି ତ ସେ ଜେଲ୍ ଭିତରେ ଥାଇ ମନ୍ଦ ମନ୍ଦ ହସୁଥିଲେ। ପତ୍ନୀ କହିଛନ୍ତି, ତୁମେ ପାଗଳ ତ ହେଇଯାଇନ? ଆଉ 7 ଦିନ ପରେ ରାଜା ତୁମକୁ ମୃତ୍ୟୁଦଣ୍ଡ ଘୋଷଣା କରିଛନ୍ତି, ଆଉ ତୁମେ ହସୁଛ ଏବେ ବି? ଯାଦୁକର କହିଛନ୍ତି, ଆରେ ଏତେ ବି ବ୍ୟସ୍ତ କାହିଁକି? ଆହୁରି 7 ଦିନର ସମୟ ବାକି ଅଛି। ଯେତେବେଳେ ଯାହା ଘଟିବ ଦେଖାଯିବ। ପତ୍ନୀ ଜଣକ ଭାବିଛନ୍ତି, ଇଏ ସତରେ ପାଗଳ ହୋଇଯାଇଛନ୍ତି, ବୋଧେ ନିଜର ମାନସିକ ଭାରସାମ୍ୟ ହରାଇ ଦେଇଛନ୍ତି। ପତ୍ନୀ ଜଣକ ଆଉ କିଛି ନ କହି ନିଜ ଘରକୁ ଫେରି ଆସିଛନ୍ତି। ପ୍ରତିଦିନ ଏମିତି ତାଙ୍କ ସହିତ ଦେଖା ହେବାକୁ ଆସୁଥିଲେ। ତ ଯାଦୁକର କହୁଥିଲେ, ଆହୁରି 6 ଦିନ ବାକି ଅଛି, 5 ଦିନ ବାକି ଅଛି। ଫାଇନାଲି ଶେଷ ଦିନ ଆସି ପହଞ୍ଚି ଯାଇଥାଏ। ରାଜା ନିଜ ଘୋଡ଼ା ଉପରେ ବସି ସେଇ ଯାଦୁକର ପାଖକୁ ଯାଇଛନ୍ତି ଶେଷ ଥର ପାଇଁ ତାକୁ ଭେଟ କରିବାକୁ। ଆଉ ଯାଦୁକର ଯେମିତି ଦେଖିଛି କି ରାଜା ଘୋଡ଼ା ଉପରେ ବସି ଆସିଛନ୍ତି, ସେ ଯାଦୁକରଙ୍କ ମୁଣ୍ଡରେ ଏକ ଆଇଡ଼ିଆ ଆସିଛି। ଯେମିତି ରାଜା ସେଠାକୁ ଆସିଛନ୍ତି, ଯାଦୁକର ପୁରାପୁରି ଉଦାସ ହୋଇଯାଇଛି ଆଉ କାନ୍ଦିବାର ନାଟକ କରିବାକୁ ଲାଗିଛି। ଯାଦୁକରକୁ ଏମିତି ଦେଖି ରାଜା ମନ୍ଦ ମନ୍ଦ ହସୁଥିଲେ। କ'ଣ ହେଲା? ସେଦିନ ତ ବହୁତ ଯାଦୁ ଦେଖାଉଥିଲୁ, ମୋ ଟୋପି ଗାୟବ କରିଦେଉଥିଲୁ, ପୁଣି ଆଜି କ'ଣ ହେଲା? ଓ, ମରିବା କଥା ଶୁଣିକି ଡର ଲାଗୁଛି? ଯାଦୁକର କହିଛନ୍ତି, ନାଇଁ ମହାରାଜ, ମୁଁ ମରିବାକୁ ଡରୁନି। ମରଣ ତ ସମସ୍ତଙ୍କୁ ଦିନେ ନା ଦିନେ ଆସିଥାଏ। ମୁଁ ଗୋଟିଏ କଥା ଭାବୁଥିଲି କି ଆଜକୁ 11 ବର୍ଷ ହେଲା ମୁଁ ଗୋଟିଏ ବିଦ୍ୟା ଶିଖୁଥିଲି। ଆଉ ଗୋଟିଏ ବର୍ଷ ହେଇଥିଲେ ମୋର ବିଦ୍ୟାଟି ପୂର୍ଣ୍ଣ ହୋଇଯାଆନ୍ତା। ଆଉ ବିଦ୍ୟାଟି ସମ୍ପୂର୍ଣ୍ଣ ହେଲେ ମୋର ଗୋଟିଏ ଘୋଡ଼ା ଅଛି। ଘୋଡ଼ାଟି ଉଡ଼ିବା ଶିଖିଯାଆନ୍ତା ଆଉ ଘୋଡ଼ା ପିଠିରେ ବସି ଆକାଶରେ ଭ୍ରମଣ କରି ହୁଅନ୍ତା। ଏବେ ମୋର ଅନ୍ତ ସହିତ ସେ ବିଦ୍ୟାଟିର ବି ଅନ୍ତ ହୋଇଯିବ। ମୋତେ ଏହି କଥାଟି ପାଇଁ ବହୁତ ଆଫସୋସ। ଛାଡ଼, ଭାଗ୍ୟରେ ଥିଲେ ସିନା। ଯେମିତି ଏହି କଥାଟି ଶୁଣିଛନ୍ତି, ରାଜାଙ୍କ ମନରେ ଏକ ବିଚାର ଆସିଛି। ଆରେ, ଇଏ ତ ବହୁତ ଚମତ୍କାର ଜିନିଷ ତିଆରି କରୁଛି। ସେମିତି ଏକ ଘୋଡ଼ା ତ ମୋତେ ଦରକାର, ଯାହାକି ଯୁଦ୍ଧରେ ମୋତେ କେହି ବି ହରାଇ ପାରିବେନି। ବହୁତ ବଡ଼ ବଡ଼ ରାଜାକୁ ମୁଁ ଅକ୍ଳେଶରେ ପରାଜିତ କରିଦେବି। ମୁଁ ବହୁତ ବଡ଼ ସାମ୍ରାଜ୍ୟ ହାସିଲ କରିପାରିବି। ବାସ୍ ସେଇ ଉଡ଼ନ୍ତା ଘୋଡ଼ାଟି ମୋତେ ଦରକାର।
କହିଛନ୍ତି ତେବେ ଠିକ ଅଛି ଯାଦୁକର, ତୁମେ କାମ କର, ମୁଁ ତୁମକୁ ଏବେ ମୁକ୍ତ କରିଦେଉଛି। କିନ୍ତୁ ସର୍ତ୍ତ ଏଇଆ କି ସେ ଘୋଡ଼ାଟି ଯେବେ ପ୍ରସ୍ତୁତ ହୋଇଯିବ ସର୍ବପ୍ରଥମେ ଆଣି ମୋତେ ଭେଟିଦେବ। ଘୋଡ଼ାଟି ମୋତେ ଦେଇଦେବାକୁ ପଡ଼ିବ। ମୁଁ ତୁମକୁ 1 ବର୍ଷର ସମୟ ଦେଉଛି। ଆଉ 1 ବର୍ଷ ପରେ ସେ ଘୋଡ଼ାଟି ଯଦି ମୋତେ ନ ମିଳେ ତେବେ ନିଶ୍ଚୟ ତୁମକୁ ମୃତ୍ୟୁଦଣ୍ଡ ମିଳିବ। ସେହି ପର୍ଯ୍ୟନ୍ତ ତୁମକୁ ମୁକ୍ତ କରାଗଲା। ଯାଦୁକର ଜେଲରୁ ବାହାରି ନିଜ ଘରକୁ ଚାଲି ଯାଇଛନ୍ତି। ଘରେ ଯାଇ ଦେଖନ୍ତି ସମସ୍ତେ କାନ୍ଦୁଛନ୍ତି, ପୁରାପୁରି ଶୋକର ବାତାବରଣ। ନିଜ ପତ୍ନୀ ବି କାନ୍ଦୁଛନ୍ତି, କିନ୍ତୁ ଏ ଯାଦୁକରକୁ ଜୀବିତ ଦେଖି ପୁଣି ସମସ୍ତେ ଖୁସି ହୋଇଯାଇଛନ୍ତି। ଅଧଘଣ୍ଟେ ଭିତରେ ସବୁ ଆତ୍ମୀୟମାନେ ନିଜ ନିଜ ଘରକୁ ଫେରି ଯାଇଛନ୍ତି। ଘରେ କେବଳ ସେଇ ପତି ପତ୍ନୀ 2 ଜଣ ରହିଛନ୍ତି। ପତ୍ନୀ ଜଣକ ଏଥର ପଚାରିଛନ୍ତି, ଆଚ୍ଛା ମୋତେ ଗୋଟେ କଥା କୁହନ୍ତୁ, ଏ ରାଜା ତୁମକୁ ଛାଡ଼ିଦେଲେ କେମିତି? ଯାଦୁକର କହିଛନ୍ତି, ରାଜା ମୋତେ ଏକ ସର୍ତ୍ତରେ ଛାଡ଼ିଛନ୍ତି। 1 ବର୍ଷ ଭିତରେ ମୋତେ ତାଙ୍କୁ ଏକ ଉଡ଼ି ପାରୁଥିବା ଘୋଡ଼ା ଉପହାର ଦେବାକୁ ହେବ। ପତ୍ନୀ ଜଣକ ଏହି କଥା ଶୁଣି ପୁଣି ରାଗିଛନ୍ତି, ତୁମ ମଥା ପତା କିଛି କାମ କରୁନି କି? ଏଇ କେମିତିକା ତୁମେ ବାଧା କରିକି ଆସିଗଲ? ଏ ଉଡ଼ନ୍ତା ଘୋଡ଼ା ତୁମେ ପାଇବ କେଉଁଠୁ? ଯାଦୁକର କହିଛନ୍ତି, ମୁଁ ଜାଣିଛି ସେ ଘୋଡ଼ା ସିନା ପାଇବିନି, କିନ୍ତୁ 1 ବର୍ଷର ସମୟ ତ ମୋତେ ମିଳିଗଲା। ଏଇ 1 ବର୍ଷରେ ବହୁତ କିଛି ହୋଇପାରେ। 1 ବର୍ଷ ଖୁସିରେ ରୁହ, ଜୀବନକୁ ଉପଭୋଗ କର। କିଏ ଜାଣେ ଏଇ 1 ବର୍ଷରେ କ'ଣ ଘଟିଯିବ? ପତ୍ନୀ କହିଛନ୍ତି, ତମେ ପୁଣି ସେଇ ଅସମ୍ଭବ କଥା। ଯାଦୁକର ବହୁତ ବୁଝେଇଛନ୍ତି, ଆରେ ଖୁସିରେ ରୁହ, ଉପରବାଲାଙ୍କ ଉପରେ ଭରସା ତ ରଖ, ଦେଖିବ ନିଶ୍ଚୟ କିଛି ଚମତ୍କାର ଘଟିବ। ଆଉ ଠିକ୍ ଘଟିଥିଲା ବି ସେଇଆ ଯାହା ସେ ଯାଦୁକର କହିଥିଲେ। 6 ମାସ ପରେ ଏକ ଯୁଦ୍ଧରେ ଯାଇ ସେ ରାଜାଙ୍କର ପରଲୋକ ହୋଇଗଲା। କେଉଁଠି ସେ ଘୋଡ଼ା, କାହିଁକାର ରାଜା, ସବୁକିଛି ସେଇଠି ଶେଷ ହୋଇଗଲା। ଏଇ ଛୋଟ କାହାଣୀଟି ଆମକୁ ବହୁତ ବଡ଼ ଶିକ୍ଷା ଦେଇଥାଏ। ଜୀବନରେ ବହୁତ ଲୋକ ଅଛନ୍ତି ଯିଏକି କାଲିର କଥା ଭାବି ଚିନ୍ତା କରନ୍ତି, ଆରେ ଖୁସିରେ ରୁହନ୍ତୁ, କିଏ ଜାଣି କାଲି କିଏ ଦେଖିଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ବି ଏଥିରେ ଶିଖିବାକୁ ମିଳେ। ଜୀବନରେ କୌଣସି ବି ପରିସ୍ଥିତି ଆସୁନା କାହିଁକି, ନିଜର ଚେଷ୍ଟା କରିବା ସବୁବେଳେ ଜାରି ରଖନ୍ତୁ। ତେବେ ଦର୍ଶକ ବନ୍ଧୁ, କାହାଣୀଟି ଯଦି ଭଲ ଲାଗିଥାଏ ଏକ ଲାଇକ୍ କରିବାକୁ ଜମାରୁ ଭୁଲିବେନି, ତାକି ଆମକୁ ବି ପ୍ରେରଣା ମିଳିବ ଏମିତି ଭିଡ଼ିଓ ବନେଇବା ପାଇଁ। ଆଉ ଆମ ୟୁଟ୍ୟୁବ୍ ପରିବାରର ଜଣେ ସଦସ୍ୟ ବନିବାକୁ ଚାହୁଁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଆମ ସହିତ ରୁହନ୍ତୁ। ଧନ୍ୟବାଦ ସମସ୍ତଙ୍କୁ।